ଯେତେବେଳେ ଆମେ ବାହାରକୁ ଆସୁ, ଓଡ଼ିଶା ବାହାରେ ଆସୁ, ସେତେବେଳେ ଆମ ପାଖରେ ଗୋଟେ ହିଁ ଲକ୍ଷ୍ୟ ଥାଏ, ବାହାରେ କିଛି କାମ କରିବୁ, ସେଟଲ୍ ହବୁ, ଆମ ନିଜ ପରିବାରର ଯୋଉ ପରିସ୍ଥିତିକୁ ସୁଧାରିବୁ। ତା ଛଡ଼ା ତ ଆମେ ମାନେ ଓଡ଼ିଶା ବାହାରକୁ ଆସି କାମ କରିବା, ବାହାରେ ରହିବା, ଫ୍ୟାମିଲିଠୁ ଦୂର ରହିବାର କିଛି ଆବଶ୍ୟକତା ନାହିଁ। ଯେତେବେଳେ ଆମର ପଇସା କମେଇବା ହିଁ ଗୋଟେ ଲକ୍ଷ୍ୟ, ସେତେବେଳେ ଆମେମାନେ ନିଜକୁ ଡେଭଲପ୍ କରିବା ନିହାତି ଦରକାର। ନିଜର ସ୍କିଲ୍‌କୁ ଡେଭଲପ୍ କରିବା ଦରକାର। ନିଜର ଯୋଉ ପର୍ସନାଲିଟି ତାକୁ ଡେଭଲପ୍ କରିବା ନିହାତି ଦରକାର। ସେଥିପାଇଁ ଆମେ ନିହାତି ଖଟିବା ଦରକାର, କାମ କରିବା ଦରକାର। ଆଉ ସ୍ମାର୍ଟ ୱାର୍କ ଟିକେ ବେଶୀ କରିଲେ ଭଲ। ଖାଲି ହାର୍ଡୱାର୍କ କଲେ ଆମେ ଡେଫିନେଟଲି ଆମେ ଲାଇଫ୍ ତ ଚାଲିଯିବ, ମାନେ କଟିଯିବ, ଖାଇବା ରହିବା ତା ବ୍ୟବସ୍ଥା ହେଇଯିବ, ବଟ୍ ଉନ୍ନତି ହବନି। ତେଣୁକରି ବହୁତ ଓଡ଼ିଆ ଭାଇମାନେ ସେଥିରେ ମାନେ ଧ୍ୟାନ ଦେବା ଦରକାର, ଯୋଉଟାକି ଆମେ ଇନିସିଆଲ ଷ୍ଟେଜରେ ନ ଦଉ। ଆଉ ଆଗକୁ ମୁଁ ଆହୁରି କଥା ହେବି, ମାନେ ଡେଫିନେଟଲି ଡିଟେଲ୍ସରେ ଆମେ କଥା ହେବା, ବଟ୍ ମୁଁ ଏହା କହିବାକୁ ଚାହୁଁଛୁ କି ମାନେ ବେସିକ୍ ଫିନାନ୍ସ ବିଷୟରେ ନଲେଜ ରଖିବା ଦରକାର। ବେସିକ୍ ସିଷ୍ଟମେଟିକ୍ ୱେରେ ବଜେଟ୍ ପ୍ଲାନ୍ କରିକି ନିଜ ମାନେ ଫ୍ୟୁଚର ପାଇଁ ଟିକେ ଇନଭେଷ୍ଟ କରିବା ଦରକାର। SIP ଯୋଉ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍, ସେଥିରେ ଟିକେ ଜ୍ଞାନ ହେବା ଦରକାର। ଚାହେ କମ୍ ଆମାଉଣ୍ଟ ହଉ, ଆଜିକାଲି ତ ବହୁତ ଆପ୍ରେ 100 ଟଙ୍କାରେ ବି ଆପଣ ପ୍ରତ୍ୟେକ ମାସ SIP ଷ୍ଟାର୍ଟ କରିପାରିବେ। ତ ସେଇଭଳିଆ ଗୋଟେ ଏକ୍ଜାମ୍ପଲ୍ ଦେଉଛି, ଆପଣ ନିହାତି ଇନଭେଷ୍ଟମେଣ୍ଟ ଉପରେ ବେସିକ୍ ନଲେଜ ନେବା ଦରକାର। ଆଉ ତା ଉପରେ ନିହାତି ଧ୍ୟାନ ଦେବା ଦରକାର। ଖାଲି କାମ କଲେ, ପଇସା ଘରକୁ ପଠେଇଲେ, ୟା ନିଜର ଯୋଉ ରିକ୍ୱାରମେଣ୍ଟଟା କଲେ ହବନି। କେମିତି ଆମେ ଉନ୍ନତି କରିବା, ଫ୍ୟୁଚର କେମିତି ବେଟର ହେଇପାରିବ, ନିଜର ଫ୍ୟାମିଲିର ନିଜର ଫ୍ୟୁଚର କେମିତି ସିକ୍योर ହେଇପାରିବ, ସେସବୁ ବିଷୟରେ ଧ୍ୟାନ ଦେବା ଦରକାର, ସେସବୁ ଶିଖିବା ନିହାତି ଦରକାର। ତ ମୁଁ ତ ଏହା କହିବି କି ଭାଇମାନେ ନିହାତି ବେସିକ୍ ନଲେଜ ରଖନ୍ତୁ। ଫିନାନ୍ସ ନିଜର କେମିତି ମ୍ୟାନେଜ କରିବେ, କେମିତି ବଜେଟିଂ କରିବେ, ପ୍ରତ୍ୟେକ ମାସର କେମିତି ଖର୍ଚ୍ଚ କରିବେ। ଆଉ ବେଟର ହବ କି ଆପଣ ମାନେ ନିଜର ଫାଷ୍ଟ ହଉଛି ଫିନାନ୍ସଟାକୁ ସୁଧାରନ୍ତୁ। ନିଜର ପୂର୍ବରୁ କିଛି ଲୋନ୍ ଅଛି ସେଗୁଡ଼ାକୁ ସୁଧାରନ୍ତୁ। ଆଉ ଯେତେ କମ୍ ଲୋନ୍, ଯେତେ ଅନନେସେସରିଲି ଏକ୍ସପେନ୍ସେସ୍ ନ କରିବା ବେଟର ହବ। କାହିଁକିନା ଆମେ ବାହାରେ ରହୁଛୁ, ଘରଠାରୁ ଦୂରରେ ରହୁଛୁ, କେତେ କ'ଣ ମାନେ ମାନେ କ'ଣ କହିବି, କମ୍ପ୍ରମାଇଜ୍ କରିକି ଆମେ ବାହାରେ ରହୁଛୁ। ଠିକ୍ ଅଛି, ତ ଫୋକସ୍ ବେଟର ହେବା ଦରକାର, ଆଉ ନିଜର ସ୍କିଲ୍ ବେଟର ହେବା ଦରକାର, ବେସିକ୍ ଫିନାନ୍ସ ନଲେଜ ହେବା ଦରକାର, ଆଉ ଡେଫିନେଟଲି ନିଜର ବଜେଟିଂଟା କାଲକୁଲେସନ୍ କରିବା ନିହାତି ଦରକାର। ଆଉ ଏହା ମୁଁ କହିବାକୁ ଚାହୁଁଛି ଏ ଭିଡ଼ିଓ ମାଧ୍ୟମରେ, ଯୋଉଟାକି ବେସିକ୍ ଆମେ ମିସ୍ କରୁ। ମୁଁ ତ ଷ୍ଟାର୍ଟିଂରେ ବହୁତ ସମୟ ବିତେଇ ଦେଇଛି, ଯୋଉଟାକି ମାନେ ଏସବୁ କମ୍ପ୍ରମାଇଜ୍ କରିକି। ଆଉ ବହୁତ ନଲେଜ ଗ୍ୟାପ୍, ସ୍ପେଶାଲି ଆମେ କାମ ତ କରିଦେଉ, ସାଲେରୀ ତ ଆସିଯାଉ, କୌଣସି ନା କୌଣସି ଜବ୍ରେ ତ ଇନଭଲ୍ଭ ହେଇଯାଉ, ସବୁ କରୁ, କମ୍ପ୍ରମାଇଜ୍ କରୁ, ଘରକୁ ନ ଯାଇକି ପଇସା ରଖୁ, ୟା ଘରକୁ ପଇସା ପଠାଉ, ଫ୍ୟାମିଲି କଥା ବୁଝୁ, ନିଜ କଥା ବୁଝୁ, ନିଜ ପରିବାର କଥା ବୁଝୁ। ବଟ୍ ସେମ୍ ପଏଣ୍ଟ ଗୋଟେ ଆମେ ବେସିକ୍ ଯୋଉ ପ୍ଲାନିଂଟା ସେଇଟା ଭୁଲି ଯାଉ, କମ୍ପ୍ରମାଇଜ୍ କରୁ, ଭୁଲୁ। ସେଇଟା କରିବା କଥା ନୁହେଁ। ସୋ ଏଇଟା ହେଉଛି ମୋ ପାଇଁ ବହୁତ କ୍ରିଟିକାଲ ପଏଣ୍ଟ, ସବୁ ଭାଇମାନଙ୍କ ପାଇଁ ମୁଁ ଦେବାକୁ ଚାହୁଁଛୁ। ଯଦି ଆପଣ ଅଲରେଡ଼ି କରୁଛନ୍ତି ବହୁତ ଭଲ, ସେଇଟା ମେଣ୍ଟେନ୍ କରନ୍ତୁ। କନସିଷ୍ଟେନ୍ସି ବହୁତ ମ୍ୟାଟର କରେ, ତ ଏଇଟାକୁ ନିହାତି କରିବା ଦରକାର। ଯେଉଁମାନେ ଅଲରେଡ଼ି SIP କରୁଛନ୍ତି ସେମାନଙ୍କୁ ମୁଁ କହିବି ଛାଡ଼ନ୍ତୁ ନାହିଁ, ଭଲେ କମ୍ ଆମାଉଣ୍ଟ ହଉ, ଗୋଟେ ତ ମାନେ କଣ୍ଟିନ୍ୟୁ କରନ୍ତୁ ଲମ୍ବା ସମୟ ପାଇଁ, ଯୋଉଟାକି ଆପଣଙ୍କର ଫ୍ୟୁଚର ଜେନେରେସନଙ୍କର ଭାଗ୍ୟ ବଦଳି ଦେବ। ଆଉ ବଦଳିବ ନିହାତି, ଯଦି ଆପଣ କନସିଷ୍ଟେନ୍ସିରେ ମେଣ୍ଟେନ୍ କରୁଛନ୍ତି। ତ ଆଜିକା ଭିଡ଼ିଓର ଏଇଆ ହିଁ କହିବି कि ଟିକେ ପ୍ଲାନିଂ ବେଟର मतलब ୱେରେ ସ୍ପେଣ୍ଡ କରିବା, ଖର୍ଚ୍ଚ କରିବା, ଇନଭେଷ୍ଟ କରିବା ନିହାତି ଦରକାର। ଯଦି ଭିଡ଼ିଓଟି ଭଲ ଲାଗେ, କୌଣସି ଡାଉଟ୍ ଥିଲେ ନିହାତି କମେଣ୍ଟ କରିବେ। ଆଉ କମେଣ୍ଟରେ ଏହା ଲେଖିବେ କି ଆପଣ କେଉଁ ସହରରୁ ଏ ଭିଡ଼ିଓଟା ଦେଖୁଛନ୍ତି, ମୋତେ ବହୁତ ଭଲ ଲାଗିବ। ମେନସନ୍ ୟର୍ ସିଟି ନେମ୍। ଥ୍ୟାଙ୍କ ୟୁ।